ପ୍ରଶୟ ଦେବୁନୁ। ବ୍ଲକରେ ଯାଇ ଆସିଷ୍ଟାଣ୍ଟ ଇଞ୍ଜିନିୟର ସମସ୍ତଙ୍କୁ ଫୋନ୍ କରି କହୁଛ ସନ୍ଧ୍ୟା ଭିତରେ ଟ୍ରାନ୍ସଫର। ତମ ବାପାର ଔକାତ ଅଛି କାହାର ଟ୍ରାନ୍ସଫର କରିବା? ତମ ନୁହଁ, ତମ ବାପା ଯାହାକୁ ବାପା ବୋଲି ମାନୁଛ ଯଦି କରିଦେବ ତାହେଲେ ମୁଁ ମାନିବି। କ'ଣ କହୁଛ? ବ୍ଲକରେ ଭାଗ ନେବ, ଟଙ୍କାକର ଭାଗ କାହାକୁ ଦିଆଯିବ? ସବୁ କାମ ଆମର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସମସ୍ତେ କରିବେ। ଆମ ଲୋକମାନଙ୍କୁ ନେଇକି, ଆମ ଯୁବକମାନଙ୍କୁ ନେଇକି, ଆମ ମା' ମାନଙ୍କୁ ନେଇକି, ଆମ ଗୁରୁଜନ ମାନଙ୍କୁ ନେଇ ଆରମ୍ଭ ହେଲା ଆଜିଠୁ। ଚୁପ୍ ବସିଥିଲୁ, ଆଉ ଚୁପ୍ ବସିଥିଲୁ। ସସ୍ୟାସ ଅଛି, ବ୍ଲକରେ ଆସ, ସମିତି ମିଟିଂ ଡାକ, ଭାଗ ନେବା କଥା ହେବା। ଖୋଲାଖୋଲି ଚ୍ୟାଲେଞ୍ଜ କରି କହୁଛି, କୋଉଦିନ ସମିତି ମିଟିଂ କରିବ କୁହ? ଆମେ ରାଜି ଅଛୁ। କେତେ ସରପଞ୍ଚ, କେତେ ସଭ୍ୟ ଆସିବେ ତମ ପାଇଁ, ଆମେ ସେଟା ମଧ୍ୟ ଦେଖିବୁ। ଲଢ଼େଇ ପାଇଁ ସବୁଦିନ ପ୍ରସ୍ତୁତ ଅଛୁ, 24/7 ପ୍ରସ୍ତୁତ ଅଛୁ। ଯେତେବେଳେ ଯୋଉ ଜାଗାରେ ଖୋଜିଲେ ଲଢ଼େଇ ପାଇଁ ଆମେ ପହଞ୍ଚିଯିବୁ। ଆମ ଟଙ୍କା ମାନଙ୍କର ଏଠି କମି ନାହିଁ। ବନ୍ଧୁଗଣ, ଆଜି ଯେଉଁମାନେ ଟିକେ ମନ ଦୁଃଖ କରିଥିଲେ, କିଛି ସରପଞ୍ଚ ସଭ୍ୟ ଆମକୁ ଛାଡ଼ି ଚାଲି ଯାଇଥିଲେ, ସେ ମଧ୍ୟ ଆଜି ବିଧିବଦ୍ଧ ଭାବରେ ଆମ ସାଙ୍ଗରେ ଆଜି ଯୋଗ ଦେଇଛନ୍ତି। ଆହୁରି ସମିତିକୁ ମଜବୁତ କରାଯିବ। ଖୁବ୍ ଶୀଘ୍ର ସମିତି ମିଟିଂ ଡକାଯିବ। 2-3 ଦିନର ଚେଷ୍ଟା କରିଛ। ଏ ପୋଲିସ ଗୋଲାମକୁ ଆଣିକି ତମେ ସେଠି ବ୍ଲକରେ ବସିବ। କାହାକୁ ମନାଯିବ ନାହିଁ। ମାନିବାର ଟଙ୍କା ଆମେ ବରି ଟଙ୍କା କାହାକୁ ମାନିନୁ କି ଆଗାମୀ ଦିନରେ ମାନିବାର ନାହିଁ। କୋଉଦିନ ସମାନ ତମ ସରକାର କେତେ ପୋଲିସ ଏଠି ଅଛି ବରିରେ ପଠାଅ, ଆମେ ଦେଖିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ। ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ ଦେଉଛି ଯେ ଆପଣମାନେ ଏତେ ସଂଖ୍ୟାରେ ଆସି ଏଠି ଉପସ୍ଥିତ ରହିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣମାନେ ଆମକୁ ଆଶୀର୍ବାଦ କରିବା ପାଇଁ ଆସିଛନ୍ତି। এইভাবে ভাবে ভাল পাইবা ଦେଇଥାନ୍ତୁ, এইভাবে ଭାବରେ ସହଯୋଗ କରିଥାନ୍ତୁ। ସବୁବେଳେ ବିଶ୍ୱ ସାଙ୍ଗରେ ବିଶ୍ୱ ଆପଣ ସାଙ୍ଗରେ ଅଛି। ଶେଷ ରକ୍ତ ବିନ୍ଦୁ ଥିଲା ଯାଏ ଆପଣ ସାଙ୍ଗରେ ରହି କାମ କରିବି। ଆଜି ଯେଉଁମାନେ ଭାଷଣ ଦେଇପାରିଲେ ଆମ ସମସ୍ତ ସିନିୟର ନେତୃମଣ୍ଡଳୀ ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗି ଦେଉଛି। ସନ୍ଧ୍ୟା ହେଇଯାଉଛି, ମାଆ ମାନେ ସଞ୍ଜ ଘରକୁ ପଳାଇବେ, ତ ଆପଣମାନେ ଭାଷଣ ଦେଇ